ନମସ୍କାର। ଆଜି ଆମେ ଭଗବଦ୍ ଗୀତା ଭିତରକୁ ଯିବା ଆଉ ଏକ ନିର୍ଦ୍ଦିଷ୍ଟ ଶ୍ଲୋକ ଉପରେ ଗଭୀର ଭାବେ ଆଲୋଚନା କରିବା। ପ୍ରଥମ ଅଧ୍ୟାୟ, ଶ୍ଲୋକ ସଂଖ୍ୟା 2। ହଁ, ନମସ୍କାର। ଆମର ପାଖରେ ଏହାର ମୂଳ ସଂସ୍କୃତ ପାଠ ଅଛି, ତାର ଓଡ଼ିଆ ଅନୁବାଦ ଆଉ କିଛି ବିଶ୍ଳେଷଣ ମଧ୍ୟ ଅଛି। ଆଜ୍ଞା, ଆମର ଲକ୍ଷ୍ୟ ହେଉଛି ଏହି ଗୋଟିଏ ଶ୍ଲୋକ ଭିତରେ ଥିବା ନାଟକୀୟତା, ଚରିତ୍ରମାନଙ୍କ ମନର ଭାବନା ଆଉ ଯେଉଁ ମହାଭାରତ ଯୁଦ୍ଧ ଆରମ୍ଭ ହେବାକୁ ଯାଉଛି ସେ ମୁହୂର୍ତ୍ତର ଗୁରୁତ୍ୱକୁ ଟିକେ ଭଲ ଭାବେ ବୁଝିବା। ହଁ, ଠିକ୍ କହିଲେ। ଏ ଶ୍ଲୋକଟି ଆମକୁ ସିଧା ନେଇଯାଉଛି କୁରୁକ୍ଷେତ୍ର ଯୁଦ୍ଧଭୂମିକୁ, ମାନେ ଯୁଦ୍ଧ ବାସ୍ ଆରମ୍ଭ ହେବା ଉପରେ। ଆଉ ଏଇଠି ସଞ୍ଜୟଙ୍କ କଥା ଆସୁଛି ନା? ଆଜ୍ଞା, ସଞ୍ଜୟ ଯିଏ ଦିବ୍ୟ ଦୃଷ୍ଟି ପାଇଛନ୍ତି, ସେ ଅନ୍ଧା ରାଜା ଧୃତରାଷ୍ଟ୍ରଙ୍କୁ ଯୁଦ୍ଧକ୍ଷେତ୍ରରେ କ'ଣ ସବୁ ଘଟୁଛି ସେ ବିଷୟରେ କହିବା ଆରମ୍ଭ କରୁଛନ୍ତି। ଗୀତାର ପ୍ରକୃତ ବର୍ଣ୍ଣନା ଏଇଠୁ ହିଁ ଆରମ୍ଭ ହେଉଛି। ଧୃତରାଷ୍ଟ୍ର ପ୍ରଥମେ ପଚାରିଛନ୍ତି, ଆଉ ଏହା ହେଉଛି ସଞ୍ଜୟଙ୍କ ଉତ୍ତରର ଆରମ୍ଭ। ଆଚ୍ଛା, ଶ୍ଲୋକଟି ହେଉଛି ଦୃଷ୍ଟ୍ୱା ତୁ ପାଣ୍ଡବାନିକମ୍ ವ್ಯೂಢಂ ଦୁର୍ଯୟୋଧନಸ್ತଦା ଆଚାର୍ଯ୍ୟମୁପସଙ୍ଗମ୍ୟ ରାଜା ବଚନମ୍ ଅବ୍ରବୀତ୍। ହଉ, ତେବେ ଏହାର ସରଳ ଓଡ଼ିଆ ଅର୍ଥଟା କ'ଣ ହେବ? ହଁ, ସଞ୍ଜୟ କହୁଛନ୍ତି, ସେତେବେଳେ ପାଣ୍ଡବ ସେନାର ସୁସଜ୍ଜିତ ସୈନ୍ୟବ୍ୟୂହକୁ ଦେଖି ରାଜା ଦୁର୍ଯ୍ୟୋଧନ ଆଚାର୍ଯ୍ୟମାନେ ଦ୍ରୋଣଙ୍କ ପାଖକୁ ଗଲେ ଆଉ କିଛି କଥା କହିଲେ। ତେବେ ଏଠି ମୁଖ୍ୟତଃ 3 ଜଣ ଚରିତ୍ର ସାମ୍ନାକୁ ଆସୁଛନ୍ତି। ସଞ୍ଜୟ ଯିଏ କହୁଛନ୍ତି, ଦୁର୍ଯ୍ୟୋଧନ ଯିଏ କିଛି କରୁଛନ୍ତି ଆଉ କହୁଛନ୍ତି, ଆଉ ଦ୍ରୋଣାଚାର୍ଯ୍ୟ ଯାହାଙ୍କ ପାଖକୁ ସେ ଯାଉଛନ୍ତି। ଏକଦମ୍ ଠିକ୍। ଆଉ ଦେଖନ୍ତୁ, ଶ୍ଲୋକ ଆରମ୍ଭ ହେଉଛି ଦୃଷ୍ଟ୍ୱା ତୁ ପାଣ୍ଡବାନିକମ୍ ବ୍ୟୁଢ଼ମ୍, ମାନେ ପାଣ୍ଡବଙ୍କ ସେନାସଜ୍ଜା, ଯୋଉଟାକି ବହୁତ ସୁସଂଗଠିତ, ତାକୁ ଦେଖିବା ପରେ ହିଁ ଦୁର୍ଯ୍ୟୋଧନ କିଛି କରୁଛନ୍ତି। ହଁ, ଏଇଟା ଗୁରୁତ୍ୱପୂର୍ଣ୍ଣ। ଏହାର ମାନେ ସେ ଶତ୍ରୁକୁ ହାଲକା ଭାବେ ନେଉନାହାନ୍ତି। ନା, ମୋଟେ ନୁହେଁ। ସେ ଜାଣିଛନ୍ତି ଯେ ସାମ୍ନାରେ କିଏ ଅଛି, ସେମାନଙ୍କ ପ୍ରସ୍ତୁତିକୁ ସେ ଗମ୍ଭୀରତାର ସହ ନେଉଛନ୍ତି। ଆଉ ତାପରେ ସେ କ'ଣ କରୁଛନ୍ତି? ସିଧା ଯାଉଛନ୍ତି ଦ୍ରୋଣାଚାର୍ଯ୍ୟଙ୍କ ପାଖକୁ, ଆଚାର୍ଯ୍ୟମ୍ ଉପସଙ୍ଗମ୍ୟ। ଏଇଟା କ'ଣ କେବଳ ଗୁରୁଙ୍କ ସମ୍ମାନ ଦେବା ପାଇଁ, ନା ଏହା ପଛରେ ଆଉ କିଛି କଥା ଅଛି? ଦେଖନ୍ତୁ, ଏଇଟା ଏତେ ସରଳ ନୁହେଁ। ହଁ, ଗୁରୁଙ୍କ ପାଖକୁ ଯିବା ସମ୍ମାନର କଥା, କିନ୍ତୁ ଏଠି ଆହୁରି କିଛି କଥା ବି ଥାଇପାରେ। ବୋଧେ ରଣନୀତି ବିଷୟରେ କଥା ହେବାକୁ ଯାଇଥାଇପାରନ୍ତି। କିନ୍ତୁ ଭାବନ୍ତୁ, ଦ୍ରୋଣାଚାର୍ଯ୍ୟ ତ ଉଭୟ ପକ୍ଷର ଗୁରୁ। ତାଙ୍କର ସ୍ନେହ ପାଣ୍ଡବଙ୍କ ପ୍ରତି ବି ଅଛି। ତେଣୁ ଦୁର୍ଯ୍ୟୋଧନଙ୍କର ତାଙ୍କ ପାଖକୁ ଯିବାଟା ଗୋଟେ ପ୍ରକାରର ରାଜନୀତିକ ଚାଲ ବି ହୋଇପାରେ। ଆଚ୍ଛା, କେମିତି? ମାନେ ତାଙ୍କୁ ମନେ ପକେଇ ଦେବା ପାଇଁ ଯେ ସେ ଏବେ କୌରବ ପକ୍ଷରେ ଅଛନ୍ତି, ତାଙ୍କର କର୍ତ୍ତବ୍ୟ କ'ଣ, ଏକ ପ୍ରକାର ପରୋକ୍ଷ ଚାପ ସୃଷ୍ଟି କରିବା ଭଳି। ହଁ, ବୁଝିଲି। ଆଉ ଗୋଟେ ଦିଗରୁ ଦେଖିଲେ, ଏତେ ଅହଙ୍କାରୀ ହେଲେ ବି ଏଇ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତରେ ସେ ବୋଧହୁଏ ଜଣେ ବରିଷ୍ଠଙ୍କଠୁ କିଛି ଆଶ୍ୱାସନା ବା ସମର୍ଥନ ଖୋଜୁଛନ୍ତି। ଏଇଟା ବି ସମ୍ଭବ। ବାଃ, ବହୁତ ଆକର୍ଷଣୀୟ କଥା। ଯୁଦ୍ଧ ଆରମ୍ଭରୁ ହିଁ ଏ ସମ୍ପର୍କଗୁଡ଼ିକ କେମିତି ରଣନୀତିର ଅଂଶ ପାଲଟି ଯାଉଛି। ଆଉ ଗୋଟେ କଥା, ସଞ୍ଜୟ ତାଙ୍କୁ ରାଜା ବୋଲି କହୁଛନ୍ତି, ଏଇଟା ଗୁରୁତ୍ୱପୂର୍ଣ୍ଣ କି? ହଁ, ସଞ୍ଜୟଙ୍କ ବର୍ଣ୍ଣନା ତ ସିଧାସଳଖ। ରାଜା ଶବ୍ଦ ଦୁର୍ଯ୍ୟୋଧନଙ୍କର ପଦବୀ, ତାଙ୍କ କ୍ଷମତାକୁ ଦେଖାଉଛି। କିନ୍ତୁ ଏଇଟା ଭାବିବାର କଥା ଯେ ସେ ନିଜକୁ ରାଜା ମନେ କରୁଥିଲେ ବି ପରିସ୍ଥିତିର ଗମ୍ଭୀରତା ତାଙ୍କୁ ନିଜେ ଆଚାର୍ଯ୍ୟଙ୍କ ପାଖକୁ ଯିବାକୁ ବାଧ୍ୟ କରୁଛି। ତାହେଲେ ଏହା ତାଙ୍କ ଆତ୍ମବିଶ୍ୱାସ ତଳେ ଥିବା କିଛି ଆଶଙ୍କାକୁ ଦେଖାଉଛି କି? ଆଜ୍ଞା, ସିୟା ହିଁ ଲାଗୁଛି। ପାଣ୍ଡବଙ୍କର ସେ ସୁସଜ୍ଜିତ ସେନାବ୍ୟୂହ ଦେଖି ବୋଧହୁଏ ତାଙ୍କ ମନ ଭିତରେ କୋଉଠି ନା କୋଉଠି ଗୋଟେ ଚିନ୍ତା ପଶିଯାଇଛି। ହାରିଯିବାର ଭୟ ବୋଧେ। ତେବେ ଆମେ କହିପାରିବା କି ଯେ ତାଙ୍କର ଯେଉଁ ବାହ୍ୟ ଦୃଢ଼ତ ଦେଖାଯାଉଛି, ତା ପଛରେ କିଛିଟା ଭୟ ବି କାମ କରୁଛି? ହଁ, ନିଶ୍ଚିତ ଭାବରେ। ଏଇଟା ହିଁ ଏ ଶ୍ଲୋକର ମନସ୍ତାତ୍ତ୍ୱିକ ଗଭୀରତା। ଦୁର୍ଯ୍ୟୋଧନଙ୍କ ଚରିତ୍ରର ଜଟିଳତା ଏଇଠୁ ହିଁ ବୁଝାପଡ଼ୁଛି। ସେ ପାଣ୍ଡବ ସେନାକୁ ଗୋଟେ ପ୍ରକୃତ ବିପଦ ବୋଲି ଦେଖୁଛନ୍ତି, ଆଉ ଏଇ ଯେଉଁ ଅସୁରକ୍ଷା ଭାବ, ତାକୁ ସେ ନିଜର କଥାବାର୍ତ୍ତା ଆଉ କାର୍ଯ୍ୟକଳାପ ଭିତରେ ଲୁଚେଇବାକୁ ଚେଷ୍ଟା କରୁଛନ୍ତି। ଏହାକୁ ଯଦି ଆମେ ଅର୍ଜୁନଙ୍କ ସହ ତୁଳନା କରିବା, କାରଣ ପରେ ତ ଅର୍ଜୁନ ବି ସେନା ଦେଖିବେ, କିନ୍ତୁ ତାଙ୍କ ପ୍ରତିକ୍ରିୟା ପୁରା ଅଲଗା ହେବ। ହଁ, ଏଇଟା ବହୁତ ବଡ଼ ପାର୍ଥକ୍ୟ। ଦେଖନ୍ତୁ, ଦୁର୍ଯ୍ୟୋଧନ ସେନାକୁ ଦେଖି କେମିତି ପ୍ରତିକ୍ରିୟା କରୁଛନ୍ତି, ପୁରା ରାଜନୈତିକ ଆଉ ରଣନୀତିକ, ମାନେ କେମିତି ଜିତିବା, କାହାକୁ ନିଜ ପଟେ ରଖିବା। କିନ୍ତୁ ଅର୍ଜୁନ ଯେତେବେଳେ ସେନାକୁ ଦେଖିବେ, ସେ ଭାବ ବିହଳ ହୋଇପଡ଼ିବେ। ତାଙ୍କ ମନରେ ନୈତିକ ଦ୍ୱନ୍ଦ୍ୱ ଆସିବ। ଯୁଦ୍ଧର ଭୟାବହତା, ନିଜ ଲୋକଙ୍କୁ ମାରିବାର ଦୁଃଖ, ଏସବୁ ତାଙ୍କୁ ବିଚଳିତ କରିବ। ଆଚ୍ଛା,
ତେଣୁ ଏଇ ଦୁଇଟି ଆରମ୍ଭର ପ୍ରତିକ୍ରିୟା ଦୁର୍ଯ୍ୟୋଧନଙ୍କର ଆଉ ଅର୍ଜୁନଙ୍କର ଏହା ହିଁ ଗୀତାର ପୁରା ଦାର୍ଶନିକ ଆଉ ଭାବନାତ୍ମକ ଯାତ୍ରା ପାଇଁ ବାଟ ତିଆରି କରୁଛି। ତେବେ ମୋଟାମୋଟି ଭାବେ ଦେଖିଲେ ଏଇ ଗୋଟିଏ ଶ୍ଲୋକ କେବଳ ଗୋଟେ ଘଟଣାର ବର୍ଣ୍ଣନା ନୁହେଁ, ଏହା ଯୁଦ୍ଧର ପ୍ରଥମ ମନସ୍ତାତ୍ତ୍ୱିକ ସଂଘର୍ଷକୁ ସାମ୍ନାକୁ ଆଣୁଛି। ଦୁର୍ଯ୍ୟୋଧନଙ୍କ ଚରିତ୍ର ଭିତରେ ଆମେ ଦେଖୁଛେ ଗୋଟେ ପଟେ ବାହ୍ୟ ଆତ୍ମବିଶ୍ୱାସ ଆଉ ଅନ୍ୟପଟେ ଭିତରେ ଥିବା ଡର ବା ଆଶଙ୍କା। ଏକଦମ ଠିକ କହିଲେ। ଆଉ ଏହି ଶ୍ଲୋକ ଆମକୁ ଗୀତାର ଗୋଟେ ମୂଳ ବିଷୟରେ ସୂଚନା ଦେଉଛି। କେମିତି ଆମର ଆସକ୍ତି, ଯେମିତି ଦୁର୍ଯ୍ୟୋଧନଙ୍କର ରାଜ୍ୟ ପାଇଁ ଆସକ୍ତି ଥିଲା, ଆମର ଅହଙ୍କାର, ଆମର ଅସୁରକ୍ଷା ଭାବ, ଏସବୁ ଆମର ଦେଖିବା ଆଉ ନିଷ୍ପତ୍ତି ନେବାକୁ କେତେ ଗଭୀର ଭାବେ ପ୍ରଭାବିତ କରେ। ହଁ, ଏ କଥାଟା ବହୁତ ଗୁରୁତ୍ୱପୂର୍ଣ୍ଣ। ଆଜ୍ଞା। ଆଉ ଏଇଟା ଆମର ସମସ୍ତଙ୍କ ପାଇଁ ଗୋଟେ ଚିନ୍ତା କରିବାର ବିଷୟ ବି ଦେଉଛି। ଆମ ନିଜ ଜୀବନରେ କେତେଥର ଏମିତି ହୁଏ ଯେ ଆମେ ବାହାରକୁ ଯେଉଁ ଦୃଢ଼ତା ବା ଆତ୍ମବିଶ୍ୱାସ ଦେଖାଉ, ତା ଭିତରେ କୌଣସି ଗଭୀର ଭୟ ବା ଅସୁରକ୍ଷାକୁ ଲୁଚେଇବାର ଗୋଟେ ଚେଷ୍ଟା ମାତ୍ର ହୋଇଥାଏ। ଏ ବିଷୟ ଟିକେ ଭାବିବା ଦରକାର।